বর্তমানর বড় খবর, গোসেবক রাধামাধব দাস এবং তার সহযোগী গিরফ। রঙ্গর পর্ব হোলিরে পূর্বতন ସରପଞ୍ଚଙ୍କୁ কলে লহুলুহাণ। ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ ଗୋରକ୍ଷକ ରାଧାମାଧବ ଦାସଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ। ଗୋରକ୍ଷକ ରାଧାମାଧବ ନିଜର କାର୍ଯ୍ୟକଳାପକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା ବେଳେ କେତେବେଳେ ଗୋରକ୍ଷାକୁ ନେଇ, କେତେବେଳେ ରାଜରାସ୍ତା ଅବରୋଧ କରି, କେତେବେଳେ ଜଣେ ସଚ୍ଚା ହିନ୍ଦୁତ୍ୱକୁ ନେଇ, ଆଉ କେତେବେଳେ ପୁଣି ଅନ୍ୟ ସମ୍ପ୍ରଦାୟକୁ ହଇରାଣ କରିବା ଭଳି ଅଭିଯୋଗ ତାଙ୍କ ନାମରେ ଆସିଛି। ଆଉ ଆଜି ସେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପଟେ ଚାଲିଥିଲା ରଙ୍ଗର ପର୍ବ ହୋଲି, ଅନ୍ୟପଟେ ଗୋରକ୍ଷକଙ୍କର ଉନ୍ମୁକ୍ତ କାଣ୍ଡ। ଏଭଳି ଘଟଣା ଘଟିଛି ଖନ୍ତାପଡ଼ା ବାହାନଗା ପଞ୍ଚାୟତ ଗନ୍ଧେଣା ଗ୍ରାମରେ। ଗ୍ରାମର ପୂର୍ବତନ ସରପଞ୍ଚ ବସନ୍ତ ସାହୁ ବାଟରେ ଯାଉଥିଲା ବେଳେ ପୂର୍ବ ଶତ୍ରୁତାକୁ ନେଇ ଗୋରକ୍ଷକ ରାଧାମାଧବ ଦାସ ଏବଂ ତାଙ୍କର ସହଯୋଗୀମାନେ ହଠାତ୍ ଛକ ମୁଣ୍ଡରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିଥିଲେ। ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ଉତ୍ତେଜନା ଦେଖି ରାଧାମାଧବ ଓ ତାଙ୍କ ସହଯୋଗୀମାନେ ନିଜ ଘରେ ଯାଇ ଲୁଚିଥିଲେ। ଉତ୍ତେଜିତ ଲୋକ ତାଙ୍କ ଘର ଚାରିପଟେ ଘେରି ଯାଇଥିବାରୁ ପୋଲିସ ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଦୀର୍ଘ 5 ଘଣ୍ଟା କସରତ ପରେ ଗ୍ରାମବାସୀଙ୍କ କବଳରୁ ଗୋରକ୍ଷକ ରାଧାମାଧବଙ୍କ ସମେତ ତାଙ୍କର 7 ସହଯୋଗୀ ଏବଂ ପରିବାରର 2 ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରି ନିଜ ହେଫାଜତକୁ ନେଇ ଅଧିକ ତଦନ୍ତ କରୁଥିବା କଥା ଜଣାପଡ଼ିଛି। ବାଲେଶ୍ୱରରୁ ବନମାଳୀ ମହାକୁଡ଼ଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।